ସକାଳେ ଯୋଉ ବରା ଆଣିଥିଲ ସେଟା କାହା ଦୋକାନ ଆଣିଥିଲ? ବରା ଘୁଗୁନି ଜମା ଟେଷ୍ଟ ହିଁ ନାହିଁ। ପିଆଜ ରସୁଣର ଟୋଟାଲି ବାସ୍ନା ନାହିଁ। ଆବେ ଓଲାଟା ବରା ପିଆଜ ଆଣିଥିଲି ସକାଳୁ କହୁଛୁ? ହଁ ଖାଇଛୁ? ସେ ବରା ପିଆଜରେ ପିଆଜ ରସୁଣ ପଡି ନାହିଁ। ଏହେ ସେଇଥିପାଇଁ ଭଲ ହଉନି। ଆଚ୍ଛା ତୁ ଜାଣିନୁ କିରେ? ଆରେ ମୁଁ ସେ ଦୋକାନୀ ପଚାରିଲି ମୁଁ ଭାଇ ବରା ପିଆଜି ଆଉ ଆଳୁଚପ ଘୁଗୁନି 20-30 ଟଙ୍କା ଦେଇ ସକାଳେ ବ୍ରେକଫାଷ୍ଟ କରିବା। ସେ ଦୋକାନୀ କହିଲା ଭାଇ ବିନା ପିଆଜ ରସୁଣ। ମୁଁ କହିଲି ବିନା ପିଆଜ ରସୁଣ ଭଲ ଲାଗିବ ନା ଭାଇ ତମେ କଣ କହିଦେଲ? ମୁଁ କଣ କହିଲି ନା ପାଟି ଗୁଳଗୁଚା କର। ମୁଁ ପାଟି କାଇଁ ଗୁଳଗୁଚା କରିବି? ଏଟା ଶ୍ରାବଣ ମାସଟି ଶ୍ରାବଣ ମାସରେ ପିଆଜ ରସୁଣ କହିଦେଲ ଆମେ ପିଆଜ ରସୁଣ ପୁରଉନୁ ପାଟି ଗୁଳଗୁଚା କରି ଆସ। ମୁଁ କଣ ନା ପାପ ମୁଁ ତାକୁ ସେଇଆ କହିଲି। ମୁଁ ସେ ଦୋକାନୀ କହିଲି ମୁଁ ଭାଇ ଗୋଟେ କଥା କହି ଖରାପ ହବ ନା କିନ୍ତୁ ଦିଅ 20-30 ଟଙ୍କାରେ ଆମେ ଖାଇବୁ ସବୁଆଡେ ତ ବିନା ପିଆଜ ରସୁଣ। ଯୋଉ ପାପ କହିଲ ଗଣଦର୍ଶନ ପ୍ରତିଦିନ ହଉଛି ସିଏ ପାପ ନୁହଁ। ମଣିଷ ମାରି ଦଉଛନ୍ତି ସିଏ ପାପ ନୁହଁ। ବ୍ୟାଙ୍କ ଲୁଟ ହଉଛି ସିଏ ପାପ ନୁହଁ। ଠାକୁରଙ୍କ ଘରୁ ଲୋକ ଚଢିକି ଯାଇ ଠାକୁର ନେଇ ଆସୁଛନ୍ତି ସିଏ ପାପ ନୁହଁ। ବଡ ଲୋକିଆ ମାନେ କୋଟି କୋଟି ଟଙ୍କା ହଡପ କରୁଛନ୍ତି ପଇସା ଦେଇ ଖୋଜେ ସିଏ ପାପ ନୁହଁ। ଶ୍ରାବଣ ମାସରେ ବିନା ପିଆଜ ରସୁଣ କରିଦେଲେ ପାପ ହବ କିଛି ନୁହଁ। ଦିଅ 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 ଦେଲି ମୁଁ ସେ ଖାଇଲି ଦିଟା ତୋ ପାଇଁ ରଖିଦେଲି ସେ ଅବାଗିଆ ଲାଗିଲା। ତୁ ସେ ଭାବୁଛୁ ଅବାଗିଆ ତୁ ଗୋଟେ ଗଲୁ ଗଲୁ କଣ ଗୋଟେ କରିବୁ ଆମ ଘରେ ଖାଇବା ସେ ଜିନିଷ ଆମେ ଖାଇବାନି। ଯା 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 ଆଉ ତମେ ସେ ଦୋକାନ ଆଣିବନି। ଆଉ ସେ ଆଣିବି ଆରେ ସବୁ ଦୋକାନ ସେଇଆ ସେ ଦୋକାନ କଣ ସବୁ ଦୋକାନ ସେଇଆ। ତୁ ଯା ଯା କଣ ଗୋଟେ କରିବୁ ଖାଇବା। ଠିକ।